ଦୁଦୁମ୍ବିର ବଡ଼ ଭାଇ ମାୟାବୀ ସହ ବାଳିର କୌଣସି କାରଣରୁ ବହୁତ ପୁରୁଣା ଶତ୍ରୁତା ରହିଥିଲା। ମାୟାବୀ ଅସୁର ଥରେ କିଷ୍କିନ୍ଧାକୁ ଆସି ବାଳିକୁ ଦ୍ୱନ୍ଦ୍ୱ ଯୁଦ୍ଧର ଆହ୍ୱାନ କରିଥିଲେ। ଯୁଦ୍ଧର ଡାକରାରୁ ଗ୍ରହଣ କରି ପରେ ଉଭୟଙ୍କ ମଧ୍ୟରେ ଭୀଷଣ ଯୁଦ୍ଧ ହେଲା। ଶେଷରେ ଯୁଦ୍ଧଭୂମିରୁ ପଳାୟନ କରୁଥିବା ମାୟାବୀର ପିଛା କରି ବଳି ତାଙ୍କ ପଛେ ପଛେ ଗୋଡ଼ାଇବାକୁ ଲାଗିଲା। ସେଥିରେ ଭାଇ ସୁଗ୍ରୀବ ମଧ୍ୟ ଥିଲେ। ବଳିର ଭୟରେ ମାୟାବୀ ଅସୁର କିଛି ଦୂରରେ ଥିବା ଏ ଭୂମଧ୍ୟ ଗହ୍ୱର ମଧ୍ୟରେ ପ୍ରବେଶ କରିଗଲା। ବାଳି ମଧ୍ୟ ତାକୁ ଅନୁସରଣ କରି ତା ପଛେ ପଛେ ଯାଇ ଗହ୍ୱର ମଧ୍ୟରେ ପ୍ରବେଶ କରିବା ପୂର୍ବରୁ ସେ ମାୟାବୀକୁ ହତ୍ୟା କରି ଫେରି ଆସିବା ଯାଏଁ ସେ ଏହି ଗହ୍ୱର ମୁହଁରେ ଜଗି ରହିବାକୁ ସୁଗ୍ରୀବକୁ ନିର୍ଦ୍ଦେଶ ଦେଇଥିଲେ। ଏହିପରି ଭାବରେ ପ୍ରାୟ 1 ବର୍ଷ ଅପେକ୍ଷା କରିବା ପରେ ଗହ୍ୱର ମଧ୍ୟରୁ ରକ୍ତ ବୋହିବାକୁ ଲାଗିଲା। ଏହା ସାଙ୍ଗକୁ ସେ ମାୟାବୀର ଚିତ୍କାର ଶୁଣିବାକୁ ପାଇଲେ। ତେବେ ବଳିଙ୍କର କୌଣସି ଉତ୍ତର ନ ପାଇ ସୁଗ୍ରୀବ ଭାବିଲେ ଯେ ଯୁଦ୍ଧରେ ବଳିଙ୍କର ମୃତ୍ୟୁ ହୋଇଯାଇଛି। ଏହା ଭାବି ସେ ସେହି ଗହ୍ୱର ମୁହଁକୁ ପଥରରେ ବନ୍ଦ କରି କିଷ୍କିନ୍ଧାକୁ ଫେରିଗଲେ ଓ ସେଠାରେ ଏ ସମସ୍ତଙ୍କୁ ଏହି ଖବର ଜଣାଇଲେ। ମନ୍ତ୍ରୀମାନେ ତାଙ୍କ ସହିତ ପରାମର୍ଶ କରିବା ପରେ ସୁଗ୍ରୀବକୁ ରାଜମୁକୁଟ ପିନ୍ଧାଇ ରାଜ୍ୟଭାର ଅର୍ପଣ କରିଥିଲେ। ବାଳି ସତରେ ସେହି ଯୁଦ୍ଧରେ ନିହତ ହୋଇ ନଥିଲେ। କିଛି ଦିନ ପରେ ବାଳି ରାଜ୍ୟକୁ ଫେରି ଆସି ଦେଖନ୍ତି ତ ସୁଗ୍ରୀବ ରାଜା ହୋଇ ବସିଛି। ଏହା ଦେଖି ବାଳି ବହୁତ ରାଗିଗଲେ। ସୁଗ୍ରୀବ ତାଙ୍କୁ ମନାଇବା ପାଇଁ ଯଥାସମ୍ଭବ ଚେଷ୍ଟା କରିଥିଲେ, କିନ୍ତୁ ବାଳି ତାଙ୍କ କଥା ଶୁଣିଲେ ନାହିଁ ଏବଂ ସୁଗ୍ରୀବଙ୍କ ପତ୍ନୀ ରୁମାଙ୍କୁ ହରଣ କରି ସେ ସୁଗ୍ରୀବକୁ ରାଜ୍ୟରୁ ବହିଷ୍କାର କଲେ। ଭୟ ହେତୁ ସୁଗ୍ରୀବ ଋଷ୍ୟମୂଳ ପର୍ବତରେ ଆଶ୍ରୟ ନେଇଥିଲେ, କାରଣ ଅଭିଶାପ ହେତୁ ବାଳି ସେହି ସ୍ଥାନକୁ ଯାଇ ନ ପାରିଥିଲେ। ଇତିମଧ୍ୟରେ ହନୁମାନଙ୍କ କାରଣରୁ ରାମଙ୍କ ସହ ସୁଗ୍ରୀବଙ୍କ ଭେଟ ହୋଇଥିଲା। ଏହାପରେ ରାମଙ୍କ ପରାମର୍ଶ କ୍ରମେ ସୁଗ୍ରୀବ ଆସି ବାଳି ସହିତ ଯୁଦ୍ଧ କଲେ ଓ ଲୁଚି ରହିଥିବା ରାମଙ୍କର ତୀର ଆଘାତ ପାଇ ମୃତ୍ୟୁବରଣ କରିଥିଲେ। ସତୀ ତାରା କ୍ରୋଧିତ ହୋଇ ଶ୍ରୀରାମଙ୍କୁ ଅଭିଶାପ ଦେବା କେତେକ ଗ୍ରନ୍ଥରେ ଲେଖା ହୋଇଛି। ଏହାପରେ ସୁଗ୍ରୀବ ରାଜା ହୋଇ ତାରାକୁ ପତ୍ନୀ ରୂପେ ଗ୍ରହଣ କରିଥିଲେ।